ବାଲେଶ୍ୱର ଜିଲ୍ଲାର ନୀଳଗିରି ରେଞ୍ଜ ପକ୍ଷରୁ ୱାଇଲ୍ଡ ଲାଇଫ୍ ରେଞ୍ଜରରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମକୁ ନୀଳଗିରି ରେଞ୍ଜରର ଆଇସା ଅକ୍ତର ନିଶା ସବୁଜ ପତାକା ହଲାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଆଗକୁ ଖରାଦିନ ଆସୁଛି, ପୁଣି ଆସୁଛି ମହୁଲ ଫୁଲ ସଂଗ୍ରହର ବେଳ। ମହୁଲ ସଂରକ୍ଷକ ପାଇଁ ଲୋକମାନେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛ ମୂଳରେ ନିଆଁ ଲଗାଇ ଦେଇଥାନ୍ତି। ତାହା ଜଳି ଜଳି ଜଙ୍ଗଲକୁ ମାଡ଼ି ଯାଇଥାଏ। ଫଳରେ ଜଙ୍ଗଲର ହଜାର ହଜାର ଛୋଟ ବଡ଼ ଗଛ ପୋଡ଼ି ପାଉଁଶ ହୋଇଯାଏ। ଏପରିକି ଔଷଧୀୟ ପ୍ରସ୍ତୁତ ଗଛ ପୋଡ଼ି ପାଉଁଶ ହୋଇଯାଇଥାଏ। ତାହା ସହିତ ଜୀବଜନ୍ତୁ ପୋଡ଼ିଯିବା କିଛି ଜୀବଜନ୍ତୁ ଗାଁ ମଧ୍ୟକୁ ପ୍ରବେଶ କରିଥାନ୍ତି। ଏପଟେ ପ୍ରଦୂଷଣ ମଧ୍ୟ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖରାଦିନ ପୂର୍ବରୁ ନୀଳଗିରି ରେଞ୍ଜ ପକ୍ଷରୁ ବନାଗ୍ନି ସଚେତନତା ରଥ ବାହାର କରାଯାଇଛି। ଏହା ନୀଳଗିରି ରେଞ୍ଜର 6 ଦିନ ଧରି ବୁଲିବ। ଏହି ସଚେତନତା ରଥ ସହିତ ନୀଳଗିରି ରେଞ୍ଜ ଅଧୀନରେ ଥିବା ଜଙ୍ଗଲ କମିଟି ସଦସ୍ୟମାନେ ଗାଁର ବୁଲି ଲୋକମାନଙ୍କୁ ସଚେତନ କରାଇବେ ବୋଲି ନୀଳଗିରି ରେଞ୍ଜର ଆଇସା ଅକ୍ତର ନିଶା ସୂଚନା ଦେଇଛନ୍ତି। ନୀଳଗିରିରୁ ମନୋଜ କୁମାର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।